ଘରେ ଯଦି କିଏ ଆସି ରହିଯିବ ଦୀର୍ଘ ବର୍ଷ ଧରି ଆପଣଙ୍କ ପୁଅ ଯଦି ଅପୋଜ କଲା ତାହେଲେ ଆପଣଙ୍କ ପୁଅର ଅଧିକାର ନାହିଁ ଅଛି। ମୁଁ କହୁଛି ଶୁଣନ୍ତୁ, ପ୍ରଥମ କଥା ହେଲା ନରେନ୍ଦ୍ର ହିତାଧିକାରୀକୁ ଆଉ କୋଉଠି ବସବାସ କରିବା ପାଇଁ ସ୍ଥାନ ଦେବା ଦରକାର। ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା କଥା, ଯେତେବେଳେ ସେ ସରକାରକୁ ଆସିଲେ ସିଏ କହିଲେ ଯେ ବସ୍ତି ରହିବନି, ଆମେ ଘର ଦେବୁ। ଅବଶ୍ୟ ଏଠି କିଛି ଆପଣ ମିଡିଆ ବାଇଟ ଦେଖୁଥିବେ ଯେ କିଛି ଲୋକ କହୁଛନ୍ତି ଯେ ଆମକୁ ବସୁଧା ଯୋଜନା ହେଇଥିଲା, ଗୋଟାଏ ଘର ଦେଲେ ଆମକୁ ଚଳିବନି, କାରଣ ଆମେ 5 ଜଣ 7 ଜଣ ଅଛୁ, ଆମକୁ ଗୋଟାଏ ଘର ନୁହଁ, ଆମକୁ 5ଟା ଘର, ଯୋଉଟା କି ଅସମ୍ଭବ। କାରଣ ଆଜିକାଲି ଭୁବନେଶ୍ୱର ଗୋଟେ ଘରର 1 BHK ଘର 60-70 ଘର ଦେଲା ପରେ ବି ତ ସେ ବସ୍ତିରେ ସେ ଘରକୁ ସେମାନେ ଛାଡି ନାହାନ୍ତି, ସେ ଘରକୁ ଡେମୋଲିଶ କରାଯାଇନି। ସେ ବସ୍ତିକୁ ମଧ୍ୟ ଏବେ ବି ଅନେକ ସରକାରୀ କ୍ୱାର୍ଟର ମାନଙ୍କର ମଧ୍ୟ ବସ୍ତି ଅଛି କହୁଛି। ବଡ ମଜା କଥା MLA କ୍ୱାର୍ଟରରେ ମଧ୍ୟ ଅଛି ବସ୍ତି ଥିଲା। ଆପଣ ଆଶ୍ଚର୍ଯ୍ୟ ହେବେ, ଆମେ ବସିଛେ ଶହୀଦନଗରରେ। ଶହୀଦନଗରରେ ଗୋଟେ ବସ୍ତି ଅଛି ଶାନ୍ତିପଲ୍ଲୀ। ଆଜ୍ଞା, ଶାନ୍ତିପଲ୍ଲୀ ବସ୍ତିକୁ ବର୍ତ୍ତମାନ 5 ଦିନ ତଳେ ହାଇକୋର୍ଟ ଅର୍ଡର ଦେଲେ ଯେ ସେଠୁ ବସ୍ତି ଘର ଖାଲି କର, ସରକାରୀ ଯୋଜନା ଅନୁସାରେ ଯାହା ଡେଭଲପମେଣ୍ଟ ହବ ସେଟା କରାହବ। 1200 ଲୋକଙ୍କୁ ସେଠୁ ବିତାଡ଼ିତ କରାଗଲା। 800 ଲୋକଙ୍କୁ ଘର ଦିଆ ହେଇଯାଇଛି, କେବଳ 400 ଲୋକଙ୍କୁ ଘର ଦିଆ ହେଇନି। ସେମାନେ ହାଇକୋର୍ଟ ଗଲେ ଏବଂ ସେ ଯୋଉ 400 ଲୋକ ରହିଥିଲେ ସିଏ 5ଟା ନୂଆ ବସ୍ତି ତିଆରି କରିଦେଇଛନ୍ତି।